आम्भमानक प्रभु जीशु ख्रीष्टଙ୍କ ଠାରୁ ପ୍ରଚୁର ଶାନ୍ତି ଦୟା ଅନୁଗ୍ରହ ସଦାକାଳ ଆପଣ ପ୍ରତ୍ୟେକ ଜଣଙ୍କ ପ୍ରତି ବର୍ତ୍ତୁ। ଅନେକ ସମୟରେ ବିଶ୍ୱାସୀ ମାନେ କୁହନ୍ତି, ଭାଇ ଟିକେ ପ୍ରାର୍ଥନା କରନ୍ତୁ, ଏ ଶୟତାନଟା ମୋ ପଛରେ ଲାଗି ଯାଇଛି। ଶୟତାନ ମୋ ଜୀବନରେ ବହୁତ ସାରା ଅମଙ୍ଗଳ ନେଇକି ଆସିଛି। ଶୟତାନ ମୋ ଜୀବନରେ ବହୁତ ପରୀକ୍ଷା ପ୍ରଲୋଭନ ନେଇକି ଆସିଛି। ଚାଲନ୍ତୁ ଆଜିର ଏହି ସନ୍ଧ୍ୟାରେ ଆମେ କିଛି ସମୟ ସେ ଶୟତାନ ବିଷୟରେ ଟିକେ ଚିନ୍ତା କରିବା। ଏ ଶୟତାନ କୋଉଠି ରହେ, କ'ଣ କରେ, ଆଉ କେମିତି ସେ ବିଶ୍ୱାସୀମାନଙ୍କ ଜୀବନରେ କାର୍ଯ୍ୟ କରେ। ଅନେକ ସମୟରେ ଅନେକ ଲୋକମାନେ କୁହନ୍ତି ଯେ ଶୟତାନ ସବୁଠି ଅଛି। ମୁଁ ଆପଣମାନଙ୍କୁ କହିବାକୁ ଚାହେଁ, ଆମମାନଙ୍କର ଈଶ୍ୱର ହିଁ କେବଳ ଓମ୍ନି ପ୍ରେଜେଣ୍ଟ ଗଡ୍ ଅଟନ୍ତି, ସର୍ବବିଦ୍ୟମାନ ପରମେଶ୍ୱର ଅଟନ୍ତି, ଶୟତାନ ନୁହେଁ। ସେଥିପାଇଁ ଆୟୁବ ପୁସ୍ତକରେ ଲେଖାଯାଏ, ଶୟତାନକୁ ଯେତେବେଳେ ପଚରାଗଲା କୋଉଠୁ ଆସିଲୁ, ସେ କହିଲା ମୁଁ ପୃଥିବୀର ଏଣେ ତେଣେ ଭ୍ରମଣ କରି ଆସୁଅଛି। ଯିଶାୟା ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 14 ପର୍ବ ତାର 15 ପଦ ଅନୁସାରେ ଏହି ଶୟତାନ ପତିତ ହେଇସାରିଅଛି। ଏ ଶୟତାନକୁ ନରକରେ ସ୍ଥାନ ଦିଆଯାଇଅଛି, କାରଣ ସେ ନିଜର ପବିତ୍ରତା ଧରି ରଖିଲା ନାହିଁ। କାରଣ ସେ ଅଶୁଚିତ ହେବା ଦ୍ୱାରା ପରମେଶ୍ୱର ପ୍ରଭୁ ତାହାକୁ ପବିତ୍ର ସ୍ଥାନରୁ ବିତାଡ଼ିତ କରିଛନ୍ତି। କିନ୍ତୁ ଅବିପର୍ଯ୍ୟନ୍ତ ପାତାଳ କୁଣ୍ଡରେ ତାଲା ପଡ଼ିନାହିଁ। ଯେହେତୁ ପାତାଳ କୁଣ୍ଡରେ ତାଲା ପଡ଼ିନାହିଁ, ଏଣୁକରି ଶୟତାନ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଘୁରି ବୁଲୁଥାଏ। ଆଉ ପବିତ୍ର ବାଇବଲ କହେ, ସେ ଖୋଜି ବୁଲୁଅଛି, ମୁଁ କାହାକୁ ପାଇବି ଆଉ କାହାକୁ ଗ୍ରାସ କରିବି। ଖ୍ରୀଷ୍ଟରେ ମୋର ପ୍ରିୟମାନେ, ଏହି ଦିନମାନଙ୍କରେ ଶୟତାନ କେବଳ ଗୋଟିଏ କାମ କରୁଛି, ସେ ବିଶ୍ୱାସୀମାନଙ୍କୁ ଖୋଜୁଛି ଯେପରି ସେ ସେମାନଙ୍କର ବିଶ୍ୱାସକୁ ନଷ୍ଟ କରିପାରିବ। ଲୁକଲିଖିତ ସୁସମାଚାର 22 ପର୍ବ ଆଉ ତାର 31 ପଦର କଥା। ଲୁକଲିଖିତ ସୁସମାଚାର 22 ପର୍ବ ତାର 31 ପଦରେ ଲେଖାଯାଏ, ପ୍ରଭୁ ଯୀଶୁ କୁହନ୍ତି, ସିମୋନ ସିମୋନ, ଦେଖ, ଗହମକୁ ଚାଲୁଣୀରେ ଚଲାଇବା ପରି ଶୟତାନ ତୁମମାନଙ୍କୁ ଚଲାଇବାକୁ ଅନୁମତି ପାଇଅଛି। ଓଡ଼ିଆରେ ଏପରି ଲେଖାଯାଏ, କିନ୍ତୁ ହିନ୍ଦୀରେ ଲେଖାଯାଏ, सिमोन सिमोन, देख, शैतान ने तुम्हें मांग लिया है ताकि वो तुम्हें गेहूं की तरह फटके। हमको बुझीबाकू पड़िबो ए गेहूं की तरह फटके का मतलब क्या होता है। मैं आप प्रत्येक जन को कहवाक चाहे, गोटे गहम दानर चारिपटरे गोटे हल्का पतला लेयर थाए जहाँ ताकू प्रोटेक्शन दौ थाए। शैतान परमिशन आनी से प्रोटेक्शन लेयर को काढ़ी दबा पाई, सो दैट से गहमटी मरी जाई परिबो। से गहम कहार निदर्शन स्वरूप, विश्वासी मानक निदर्शन स्वरूप। यदि विश्वासी माने गहमर निदर्शन स्वरूप, तेबे से मान चतुर्पार्श्व थिबा सुरक्षार बेढ़ा कौन? पवित्र वाक्य लिखा जाए, तुम्हें माने अनुग्रह रे विश्वास द्वारा रक्षा प्राप्त हेउछ। अनुग्रह रे विश्वास द्वारा रक्षा प्राप्त हेउछ। आ शैतान परमिशन मागिछि, देखिबा केते विश्वास अछि, केते समय रक्षा पाई पारुछि। एणु करी बाइबल सबु बळे शिक्षा दिए। पाउल ताको मंडली को बारंबार लेखुथिले, आ मु मध्ये अनेक थर कहि आसीछि, 2 कोरिन्थियो 13 पर्व 5 पद, तुमे माने विश्वास रे अछ कि नाही से विषय रे आपणा आपणा को परीक्षा करी देख। मु आपण मान को सत कथा कहूची, ए पृथ्वी रे दिन प्रतिदिन जहाँ परिस्थिति घटुची, विश्वास धरी चलिबा बड़ कष्टकर व्यापार। काहींकी? कारण आजिर दिन रे विश्वासी मानकर चक्षु ख्रीष्ट जीशुंक ठारे नाही, बा विश्वासी मानकर चक्षु क्रूसार्पित ख्रीष्ट जीशुंक ठारे नाही। अर्थात विश्वासी मानकर मन एथिरे स्थिर नाही जे मु अयोग्य थिली,
ମୁଁ ମୃତ୍ୟୁ ପାଇବାକୁ ଯୋଗ୍ୟ ଥିଲି, ମୁଁ ବିନଷ୍ଟ ହେବାକୁ ଯାଉଥିଲି, ସେହି ଈଶ୍ୱର ମୋତେ ପ୍ରେମ କଲେ, ଆପଣାର କୋଳସ୍ଥ ଏକମାତ୍ର ଅଦ୍ୱିତୀୟ ପୁତ୍ରକୁ ଦାନ କଲେ, ସେହି ପୁତ୍ର କୃଷାର୍ପିତ ହେବା ଦ୍ୱାରା, ସେହି ପୁତ୍ରଙ୍କ ଦ୍ୱାରା ମୁଁ ଧାର୍ମିକ ପରିଗଣିତ ହେଇଛି। ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବା ପାଇଁ ଏତିକି ମୋ ପାଇଁ ଯଥେଷ୍ଟ। ଆମେ କ'ଣ କହୁଛୁ? ଏସବୁ ଆମେ ଜାଣିଛୁ ଯେ ଆମକୁ ଦରକାର ହିଲିଂ, ଆମକୁ ଦରକାର ମିରାକେଲ, ଆମକୁ ଦରକାର ଲଟ୍ସ ଅଫ୍ ମନି, ଆମକୁ ଦରକାର ଗୋଟେ ହେଲ୍ଦି ୱେଲ୍ଦି ଲାଇଫ। ଯେଉଁମାନେ ଏହିସବୁ ବିଷୟ ପାଇଁ ଖ୍ରୀଷ୍ଟଙ୍କ ଠାରୁ ଅପେକ୍ଷା କରନ୍ତି, ଖ୍ରୀଷ୍ଟଙ୍କୁ ଅନେଇଥାନ୍ତି, ସେମାନଙ୍କର ଏହି ଭରସା ଦିନେ ଭାଙ୍ଗିଯିବ। କାହିଁକି ଭାଙ୍ଗିଯିବ ଜାଣନ୍ତି? କାରଣ ପ୍ରଭୁ ଯୀଶୁ ନିଜେ କହିଲେ, ଏହି ଜଗତରେ ତୁମମାନଙ୍କ ପାଇଁ କ୍ଲେଶ ଅଛି। ଯେଉଁ ଲୋକମାନେ ଖ୍ରୀଷ୍ଟଙ୍କ ଠାରୁ ଏହି ଜଗତ ପାଇଁ କେବଳ ଅପେକ୍ଷା କରିଛନ୍ତି, ବାଇବଲ ସେମିତିରେ କହେ ସେମାନେ ଅଭିଶପ୍ତ ଲୋକମାନେ ବୋଲି। ଖ୍ରୀଷ୍ଟରେ ମୋର ପ୍ରିୟମାନେ, ଆଜିର ଏହି ଦିନରେ ଯେତେବେଳେ ମୁଁ ଶୟତାନ ବିଷୟରେ ପ୍ରଚାର କରୁଛି, ମୁଁ ଆପଣ ପ୍ରତ୍ୟେକ ଜଣଙ୍କୁ ଏନକରେଜ କରିବାକୁ ଚାହେଁ ଯେ ଶୟତାନର ବନ୍ଧନରୁ ଯେଉଁ ପ୍ରଭୁ ଯୀଶୁ ଆମକୁ ରକ୍ଷା କରିପାରନ୍ତି, ତାହାଙ୍କ ଠାରୁ ଆଉ ଅପେକ୍ଷା କରିବାର ସମୟ ଅଛି। ଯଦି ଗୋଟିଏ ବିଷୟ ଅପେକ୍ଷା କରୁ ଯେ ଯେଉଁ ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବେ, ସେ ମଧ୍ୟ ଆକାଶରୁ ମୋର ନାମ ଧରି ଡାକନ୍ତୁ। କାରଣ ଆମମାନଙ୍କ ବିପକ୍ଷ ଯେ ଶୟତାନ, ସେ ଆମମାନଙ୍କ ବିଶ୍ୱାସକୁ ହରଣ କରିବାକୁ ଚେଷ୍ଟା କରୁଛି। ସେ ଆମମାନଙ୍କର ଆତ୍ମିକ ଜୀବନକୁ ହତ୍ୟା କରିବାକୁ ଚେଷ୍ଟା କରୁଅଛି। ଏବେ ପ୍ରଶ୍ନ ଉଠେ, ସେ କାହିଁକି ଆମମାନଙ୍କର ଆତ୍ମିକ ଜୀବନକୁ ହତ୍ୟା କରିବା ପାଇଁ ଚେଷ୍ଟା କରୁଛି? ତାର ଲକ୍ଷ୍ୟ କ'ଣ? ତାର ଉଦ୍ଦେଶ୍ୟ କ'ଣ? ଉତ୍ତର ପବିତ୍ର ବାଇବଲ ହିଁ ଲେଖା ଅଛି। ଜିହିଜିକଲ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ, ଜିହିଜିକଲ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ ତାର 28 ପର୍ବ ତାର 15 ପଦ ଆଉ 16 ପଦରେ ଏକ ବିଶେଷ କଥା ଲେଖାଯାଏ। ଜିହିଜିକଲ 28 ପର୍ବ 15 ପଦ ଆଉ 16 ପଦରେ ଲେଖାଯାଏ, ତୁମ ମଧ୍ୟରେ ଅଧର୍ମ ଦେଖାଯିବା ପର୍ଯ୍ୟନ୍ତ ତୁମ୍ଭେ ଆପଣା ସୃଷ୍ଟି ଦିନଠାରୁ ଆପଣା ଆଚରଣରେ ସିଦ୍ଧ ଥିଲ। ତୁମ୍ଭ ବାଣିଜ୍ୟର ବାହୁଲ୍ୟରେ ସେମାନେ ତୁମ୍ଭ ଆଭ୍ୟନ୍ତର ଦୌରାତ୍ମ୍ୟରେ ପରିପୂର୍ଣ୍ଣ କଲେ, ଆଉ ତୁମ୍ଭେ ପାପ କରିଅଛ। ଏଥିପାଇଁ ଆମ୍ଭେ ଅଶୁଚି ବସ୍ତୁ ତୁଲ୍ୟ ତୁମ୍ଭକୁ ପରମେଶ୍ୱରଙ୍କ ପର୍ବତରୁ ପକାଇ ଦେଇଅଛୁ। ଆଉ ହେ ଆଚ୍ଛାଦନକାରୀ କିରୁବ, ଅଗ୍ନିମୟ ପ୍ରସ୍ତର ସକଳ ମଧ୍ୟରୁ ଆମ୍ଭେ ତୁମ୍ଭକୁ ବିନାଶ କରିଅଛୁ। ପବିତ୍ର ବାକ୍ୟରେ ଲେଖାଯାଉଅଛି ଯେ ସେଇ ଲୁସିଫର ମଧ୍ୟରେ ଅଧର୍ମ ଯେ ପର୍ଯ୍ୟନ୍ତ ଦେଖାଯାଇ ନଥିଲା, ସେ ପ୍ରଭୁଙ୍କ ଦୃଷ୍ଟିରେ ସିଦ୍ଧ ଥିଲା, ତାର ଆଚରଣ ସିଦ୍ଧ ଥିଲା। କିନ୍ତୁ ଯେଉଁଦିନ ତା ମଧ୍ୟରେ ପାପ ପ୍ରବେଶ କଲା, ଯେଉଁଦିନ ସେ ନିଜକୁ ସର୍ବପରିସ୍ତଙ୍କ ତୁଲ୍ୟ ମନେ କଲା, ସେହିଦିନ ସେ ଅଶୁଚି ହେବା ହେତୁ ପରମେଶ୍ୱର ତାକୁ ପବିତ୍ର ସ୍ଥାନରୁ ଫୋପାଡ଼ି ଦେଇଅଛନ୍ତି। ତା ପାଇଁ ଈଶ୍ୱରଙ୍କ ରାଜ୍ୟରେ ଆଉ ସ୍ଥାନ ନାହିଁ। ଏଣୁକରି ସେ ପ୍ରତ୍ୟେକଟି ବିଶ୍ୱାସୀକୁ ପରୀକ୍ଷା କରିବାକୁ ଚାହୁଁଛି। ଆଚ୍ଛା ଦେଖିବା, ମୁଁ ଯଦି ପତିତ ହେଇଛି, ମୁଁ ମଧ୍ୟ ଆଉ କାହାକୁ ଊର୍ଦ୍ଧ୍ୱ ଗମନ କରିବାକୁ ଦେବି ନାହିଁ। ସେଥିପାଇଁ ପବିତ୍ର ବାକ୍ୟରେ ଲେଖାଯାଏ, ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଶୟତାନ ନିଜେ ମଧ୍ୟ ଦୀପ୍ତିମୟ ଦୂତର ବେଶ ଧାରଣ କରେ। ସେ କାହିଁକି ଦୀପ୍ତିମୟ ଦୂତର ବେଶ ଧାରଣ କରେ? ତାର ଉତ୍ତର ପାଇବା ଦ୍ୱିତୀୟ ପିତର 2 ପର୍ବ 1 ପଦ। ଲାଲା ମଉସା ଟିକେ ପଢିଦେବେ କି? ବାଇବଲ ଧରିଛନ୍ତି? ଦ୍ୱିତୀୟ ପିତର 2 ପର୍ବ 1 ପଦ। ସରି, ଦ୍ୱିତୀୟ ପିତର 2 ପର୍ବ 1 ପଦ। ଆଜ୍ଞା। କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀ ମାନେ ମଧ୍ୟ ଉତ୍ପନ୍ନ ହେଲେ, ସେହିପରି ତୁମମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକ ମାନେ ଉତ୍ପନ୍ନ ହେବେ। ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ୱୀକାର କରିବେ, ପୁଣି ଆପଣମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ। ତୁମମାନଙ୍କ ମଧ୍ୟରେ ମଧ୍ୟ ଭ୍ରାନ୍ତ ଶିକ୍ଷକ ମାନେ ଆସିବେ, ଯେପରି
सेमाने आपणा क्रयकर्ता प्रभु को अस्वीकार करती सेहीपरि विश्वासी माने मध्य क्रयकर्ता प्रभु को अस्वीकार करदेवे जेपरि आमे जिसु को अस्वीकार करू एथिपाई शयतान दीप्तिमय दूतर बेश धारण करे। मु कहिबी गोटे भ्रांत शिक्षा कहिबी मोर विश्वास आपण प्रत्येक जनकर मने थिबो गालतीय सरी प्रथम जोहन 2 पर्व 1 पद लेखा जाए हे पिला माने मु तुम मान को लेखिली जेपरि तुमे माने केही पाप न कर पुणी जदि केही पाप करे तेबे आम मानकर जे जने सपक्षवादी अछंती से ख्रीष्ट जीसु गुड न्यूज डॉक्ट्रिन लोक माने ता सहित अनेक लोक माने जे प्रचार करूछंती जेहेतु ख्रीष्ट आपणकर सपक्षवादी एणु करी आपण केते भी पाप करंतु केते भी मंदतारे आचरण करंतु से आपण को ताहांग स्वर्गीय राज्य रे प्रवेश करेबे। एहा एक भ्रांत शिक्षा अटे गुप्तरे एहा प्रचलन करा जाई अछि जेपरि आमे ख्रीष्टन को अस्वीकार करदेबा कारण बाइबल लेखा जाए आलोक सहित अंधकार की संपर्क मु पापरे जदि अछि पवित्र ईश्वर सहित मोर की संपर्क एबे आपण माने मते पचारि परिबे तेबे बाइबल एमती काहे कि लेखा गला मु कहिबी तेबे प्रभु जीशु पितांक दक्षिण पार्श्वरे बसी कौन प्रार्थना करूछंती ताहा हमें माने जानिबार आवश्यकता अछि। लुकलिखित सुसमाचार 22 पर्व तार 32 पदरे लेखा जाए जब प्रभु जीशु ख्रीष्ट सिमोन को कहिले पितर को कहिले जे पितर शैतान तुम पई परमिशन नहीं के आसी तुमको चालुन रे चलेबा पई तापरे प्रभु जीशु कहउछंती किंतु मु तुम मान को पई इंटरसेसरी प्रेयर करी अछि कौन प्रार्थना करी अछि ना जेपरि तुम्हर विश्वास क्षय न पाए पुणी जेबे तुम्हें फेरी आस आपड़ा भाई मानक मध्य विश्वास रे सबल करिबो। प्रभु जीशु ख्रीष्ट पिता ईश्वर दक्षिण पार्श्वरे बसी आपणक पई मो पई निवेदन करूछंती प्रभु शैतान परमिशन आनिछि शैतान मागिछि ए प्रिय भाई को शैतान मागिछि ए प्रिय भौणी को शैतान मागिछि ए प्रिय मंडली को शैतान मागिछि सेमान को विश्वास को दोहले दबा पई मु प्रार्थना करूछि सेमान को विश्वास क्षय न पाऊ एथि पई आज्ञा आज पर्यंत आमे माने विश्वास सुदृढ़ होई के अछु। जिसुंकर प्रार्थना केबे अन्यथा जीवन नहीं किंतु जो लोक मान को जीसु भल लगती नहीं से मान को पई एही परि भ्रांत शिक्षक माने आसी जिवे। आज अनेक स्थान मानकरे एही प्रकार बेकारिया कथा गुड़ाक प्रचार करा जाउछि ज द्वारा लोक माने ख्रीष्टन को पासरे जिवे। कौन कहुछि गुड न्यूज सुसंवाद ए विषय भी गोटे बाइबल पद पढ़िबा गालतिया 1 पर्व 7 पद मुसा टिके पढ़िबारे हेल्प करिवे गालतिया 1 र 7 ता अन्य सुसमाचार सुद्धा नुहे केवल केतक तुम मान को अस्थिर करूअछंती ओ ख्रीष्टଙ୍କ सुसमाचार को विकृत करने को इच्छा करूअछंती ताहा अन्य सुसमाचार मध्य नुह ताहा गुड न्यूज मध्य नुह सुसंवाद तो केबे भी नुह केवल केते जन तुमको अस्थिर करूअछंती आ ख्रीष्टଙ୍କ सुसमाचार को विकृत करने को इच्छा करूअछंती जेपरि आपण मु परित्राण पाइबु नहीं जेपरि आमे माने विनष्ट हे जिवु कारण मु कौन कहली आमे माने अनुग्रह रे विश्वास द्वारा परित्राण प्राप्त हेउछु। जानते ई अनुग्रह हम मान को कौन शिक्षा दिए तीतस 2 पर्व 12 13 और 14 लेखा जाए तीतस 2 पर्व 12 पद 11 पद 12 पद और 13 पद रे कारण समस्त हाँ पढ़ंतु कारण समस्त मानवर परित्राण निमंते ईश्वरଙ୍କର अनुग्रह प्रकाशित होइछि पुणी आम्भे माने जेपरि अधर्म और सांसारिक अभिलाष परित्याग करी
এই ବର୍ତ୍ତମାନ ଯୁଗରେ ସୁବୁଦ୍ଧି ଧାର୍ମିକ ଓ ଭକ୍ତ ଭାବରେ ଜୀବନ ଯାପନ କରୁ, ଆଉ ସେଇ ଆନନ୍ଦଦାୟକ ଭରସା ପୁଣି ଆମମାନଙ୍କର ମହାନ ଈଶ୍ୱର ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଗୌରବର ପ୍ରକାଶ ଅପେକ୍ଷାରେ ରହୁ, ଏଥି ନିମନ୍ତେ ଆମମାନଙ୍କୁ ଶିକ୍ଷା ଦେଉଅଛି। ଈଶ୍ୱରଙ୍କ ଅନୁଗ୍ରହ ଆମକୁ ଶିକ୍ଷା ଦେଉଅଛି ଯେ ତୁମେମାନେ ଅଧର୍ମ ଆଉ ସାଂସାରିକ ଅଭିଳାଷ ଗୁଡ଼ିକୁ ନା କୁହ। କିନ୍ତୁ ଅନ୍ୟ ଲୋକମାନେ ଭ୍ରାନ୍ତ ଶିକ୍ଷକମାନେ କ'ଣ କହୁଛନ୍ତି? ଭାଇ ସାଂସାରିକ ମନା ହେଲେ କିଛି ଅସୁବିଧା ନାହିଁ, ଶରୀରର ଅଭିଳାଷ ପୂର୍ଣ୍ଣ କଲେ କିଛି ଅସୁବିଧା ନାହିଁ, ଲୌକିକ ଗର୍ବରେ ଆଚରଣ କଲେ କିଛି ଅସୁବିଧା ନାହିଁ, କାରଣ ଖ୍ରୀଷ୍ଟ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ଆଜ୍ଞା, ଶୟତାନକୁ ଚିହ୍ନିବାକୁ ଶିଖନ୍ତୁ, ଶୟତାନର ପରିଚୟ ନିଅନ୍ତୁ। ବାକ୍ୟରେ ଲେଖାଯାଏ ସବୁ ଆତ୍ମାମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ଯିଏ ଆସିଲା ଯାହା ପାରିଲା ପ୍ରଭୁଙ୍କ ବାକ୍ୟ କହିଲେ ହଁ ପ୍ରଭୁଙ୍କ ଲୋକ ବୋଲି କୁହନ୍ତୁ ନାହିଁ, ପରୀକ୍ଷା କରି ଦେଖନ୍ତୁ ଇଏ ବାକ୍ୟ ଯାହା ପ୍ରଚାର କରାଯାଉଛି ବାଇବଲରେ ଅଛି କି ନାହିଁ। ଇଭେନ୍ ଆଜି ମୁଁ ବି ଯାହା ପ୍ରଚାର କରୁଛି ଦେଖନ୍ତୁ ବାଇବଲରେ ଅଛି କି ନାହିଁ। ଯଦି ବାଇବଲରେ ନାହିଁ ତେବେ ପାଉଲ କୁହନ୍ତି ଦୂତମାନେ ବି ଆସି ପ୍ରଚାର କଲେ ବିଶ୍ୱାସ କର ନାହିଁ, ସେମାନେ ବି ଅଭିଶପ୍ତ। ଅଭିଶପ୍ତ ମାନଙ୍କୁ ବିଶ୍ୱାସ କଲେ ଅଭିଶପ୍ତ ହେଇଯିବେ। ଶୟତାନ ଏଥିପାଇଁ ଦୀପ୍ତିମୟ ଦୂତର ବେଶ ଧାରଣ କରିଛି ଯେପରି ସେହି ଅଭିଶାପ ଆମମାନଙ୍କ ପ୍ରତି ବର୍ତ୍ତିବ ଯୋଉ ଅଭିଶାପ ତା ପ୍ରତି ଅଛି। ମୋର ମନେ ଅଛି ଥରେ ଜଣେ ଭାଇ ପ୍ରାର୍ଥନା କରୁଥିବା ସମୟରେ ଆଉ ଶୟତାନ ତାଙ୍କ ନିକଟକୁ ପଳେଇ ଆସିଲା। ସେ ତାଙ୍କୁ ବାଧା ଦେବାକୁ ଚେଷ୍ଟା କଲା। ସେ ଭାଇ ଜଣକ ଶୟତାନକୁ କହିଲେ ଏମିତି କାହିଁ ବୁଲୁଛୁ କି, ପ୍ରାର୍ଥନା କରୁନୁ କାଳେ ପ୍ରଭୁ ଯୀଶୁ ତତେ କ୍ଷମା କରିଦେବେ। ସେତେବେଳେ ଶୟତାନ ଉତ୍ତର କରି କହୁଛି ନାଇଁ ଭାଇ, ମୋ ପାଇଁ ଆଉ କ୍ଷମା ନାହିଁ। ଶୟତାନର ଅଭିଶାପ ହଉଛି ଏହି ଯେ ଶୟତାନ ପାଇଁ ଆଉ କ୍ଷମା ନାହିଁ। ଯେଉଁମାନେ ଶୟତାନର ପଥରେ ଚାଲିବେ ସେମାନଙ୍କ ପାଇଁ ମଧ୍ୟ ଅଭିଶାପ ଅଛି, କ୍ଷମା ନାହିଁ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ କହିଲେ ସେ ଶେଷ ଦିନ ମାନଙ୍କରେ ବିଚାର କରିବେ, ମେଷମାନଙ୍କୁ ଛାଗମାନଙ୍କ ଠାରୁ ପୃଥକ କରିବେ। ସେ ମେଷମାନଙ୍କୁ କହିବେ ଆହେ ମୋହର ପିତାଙ୍କର ଆଶୀର୍ବାଦ ପ୍ରାପ୍ତ ଲୋକମାନେ, ଆସ ରାଜ୍ୟରେ ପ୍ରବେଶ କର। କିନ୍ତୁ ସେ ଛାଗମାନଙ୍କୁ କହିବେ ଶୟତାନ ଆଉ ତା ଦୂତମାନଙ୍କ ପାଇଁ ଯେଉଁ ନର୍କ ପ୍ରସ୍ତୁତ କରାଯାଇଅଛି ତହିଁ ମଧ୍ୟରେ ତୁମେମାନେ ପ୍ରବେଶ କରିଯାଅ। ଯଦି ବାସ୍ତବରେ ରକ୍ଷାପ୍ରାପ୍ତ ହେବାକୁ ଚାହୁଁଛୁ ଶୟତାନକୁ ଚିହ୍ନିବାର ବହୁତ ଆବଶ୍ୟକତା ଅଛି। ସେଥିପାଇଁ ତିମୋଥୀଙ୍କୁ ପ୍ରେରିତ ପାଉଲ ଲେଖନ୍ତି 2 ତିମୋଥୀ 4:7 ତୁମେ ସମସ୍ତ ବିଷୟରେ ସଚେତନ ହେଇଥାଅ। କାରଣ ଯଦି ଆମେ ସଚେତନ ହେବା ନାହିଁ, ଶୟତାନର କଥାରେ ଚାଲିବା, ଏଫେସୀୟ 5:6 ଲେଖାଯାଏ ଏହି କାରଣ ହେତୁ ଅନାଜ୍ଞାବହ ସନ୍ତାନମାନଙ୍କ ପ୍ରତି ଈଶ୍ୱରଙ୍କ କ୍ରୋଧ ବର୍ତ୍ତେ। ଆଜି ଯଦି ମୁଁ ସଚେତନ ହେବି ନାହିଁ, ଶୟତାନକୁ ଚିହ୍ନିବି ନାହିଁ, ଶୟତାନର ଗୁପ୍ତ ଶିକ୍ଷାକୁ ବୁଝିବି ନାହିଁ, ସେହି ପଥରେ ମୁଁ ଚାଲିବି, ଈଶ୍ୱରଙ୍କ କ୍ରୋଧ ମୋ ପାଇଁ ପ୍ରଜ୍ୱଳିତ ହେବ। ଆପଣ ପଢ଼ିବେ ପ୍ରଥମ ବଂଶାବଳୀରେ ଆଉ ପ୍ରଥମ ସାମୁଏଲରେ ଦାଉଦଙ୍କ ବିଷୟରେ ଲେଖାଯାଏ। ପ୍ରଥମ ବଂଶାବଳୀରେ ଲେଖାଯାଏ ଶୟତାନ ଦାଉଦଙ୍କୁ ଜନଗଣନା କରିବା ପାଇଁ ପ୍ରବର୍ତ୍ତାଇଲା। ସାମୁଏଲରେ ଲେଖାଯାଏ ସଦାପ୍ରଭୁଙ୍କର ଆତ୍ମା ଦାଉଦଙ୍କୁ ଜନଗଣନା ପାଇଁ ପ୍ରବର୍ତ୍ତିଲେ। କାହିଁକି ଜାଣନ୍ତି? ଏମିତି କାହିଁକି ଲେଖା ହେଇଛି? ଦାଉଦଙ୍କ ପ୍ରାଣ ଫୁଲି ଯାଇଛି, ରାଜା ହେଇଯାଇଛନ୍ତି ତ, ଶକ୍ତି ଆସିଯାଇଛି ତ, କ୍ଷମତା ଆସିଯାଇଛି ତ, ଆଜି ପରମେଶ୍ୱରଙ୍କୁ ପାଶୋରି ଯାଇଛନ୍ତି। ପ୍ରଭୁ ତାଙ୍କର ଅନ୍ତଃକରଣକୁ ଦେଖି ଶୟତାନକୁ ଆଲାଉ କଲେ କ'ଣ କରିବାର ଅଛି କର। ଏଥିପାଇଁ ବାକ୍ୟରେ ଲେଖା ହେଉଛି ଶୟତାନ ଆସି ଇସ୍ରାଏଲ ପ୍ରତିକୂଳରେ ଛିଡ଼ା ହେଲା। ପ୍ରଭୁଙ୍କ ବିନା ପରମିଶନରେ ଶୟତାନ ଛିଡ଼ା ହେଇପାରିବ ନାହିଁ। ଆୟୁବ ପୁସ୍ତକରେ ଦେଖନ୍ତୁ ତ, ସେ ଆୟୁବଙ୍କୁ ବି ଛୁଇଁବା ପୂର୍ବରୁ ଆସି ଈଶ୍ୱରଙ୍କ ପାଖରେ ପହଞ୍ଚିଲା। ମୁଁ ଆୟୁବକୁ ଛୁଇଁବି, ପରମିଶନ ଦିଅ, ସୁରକ୍ଷାର ବେଢ଼ା କାଢ଼। ଯେଉଁମାନେ ପ୍ରଭୁଙ୍କ ପଥରେ ଚାଲିବେ ନାହିଁ, ଯେଉଁମାନେ ପ୍ରଭୁଙ୍କୁ ବିରକ୍ତ କରିବେ, ପ୍ରଭୁ ସେମାନଙ୍କ ଚତୁଃପାର୍ଶ୍ୱ ସୁରକ୍ଷାର ବେଢ଼ା କାଢ଼ିଦେବେ। ସେତେବେଳେ କ'ଣ ହେବ ଜାଣନ୍ତି? ଶୟତାନ ଆସିଯିବ, ଶୟତାନ କାର୍ଯ୍ୟ କରିବାକୁ ଲାଗିବ, ଶୟତାନ ଭୁଲେଇବାକୁ ଲାଗିବ। ଏଣୁକରି ବିଶ୍ୱାସୀ ଭାବରେ ଆମମାନଙ୍କୁ ସଚେତନ ହେବାର ଆବଶ୍ୟକତା ଅଛି। କାରଣ ଲୁକଲିଖିତ ସୁସମାଚାର 4 ପର୍ବତର 13 ପଦର କଥା
प्रभु जीशु ख्रीष्ट आत्मा कर्तुक प्रांतर को नीत हेले, उपवास कले, क्षुदित हेले, शैतान आसी पहुंची गला। ईश्वर पुत्र परा आज्ञा करंतु, रोटी ही पत्थर गुड़िक रोटी ही आप खाईदेवे। आम देखुचु प्रभु जीशु वाक्यर अंतराल कहते रे शैतान मु तो कथा शुणिबि नाही। लुकलिखित सुसमाचार 4 पर्व 13 पदरे लिखा जाए, तहिरे शैतान समस्त प्रकार परीक्षा को समाप्त करी प्रभु जीशु को छाड़ी चली गला। से चलीगला पाखरे दिटा स्टार मार्क दिया तले तार उत्तर लिखाई, पुनर्बार सुजोग न पाइबा पर्यंत। जेपरी पवित्र वाक्य लिखा जाए, आम मान दुर्बलतार ईश्वर शक्ति सिद्ध हुए, ठीक से ही परी जरे आमे माने शैतान पे सुजोग दबा, आमे दुर्बल हेबा, शैतान आम मान जीवन में मध्य कर्तृत्व करिबो। जानती आम मान दुर्बलता कौन? रोमियो पुस्तक 8 पर्व 26 पद। रोमियो पुस्तक 8 पर्व 26 पद अनुसार आम मान को प्रार्थना करी आसे ना। पढ़ी देबे कि रोमियो 8:26। आउ सेही प्रकारे आत्मा मध्य आममानकर दुर्बलतारे साहाय्य करंती। कारण कौन प्रार्थना करिबा उचित ता आमे माने जानु ना। बस बस, कारण कौन प्रार्थना करिबा उचित ताहा आम माने जानि ना। सेथिपाई आमानक प्रार्थना सब कौन? शारीरिक सुस्थता पे प्रार्थना, आर्थिक अनटन रक्षा पे प्रार्थना, समस्त प्रार्थना जागतिक विषय पे। द्वितीय करंथियो 5 पर्व पढ़िबे, प्रेरित पाउल से स्थान एक प्रार्थना विषय लिखंती। द्वितीय करंथियो 5 पर्व रे प्रेरित पाउल कहउचंती, मु एई जगत रे थाउ थाउ प्रार्थना करूअछि जेपरि प्रभु मते सेठिकार वस्त्र परिधान करिबा को दियंती, एही परि हेले तुम मान को उल्लंघता देखा जीव नाही। आजिर दिन रे आमर शारीरिक उल्लंघता काहाकू देखा न जाऊ बोली आमे एते कॉशियस होउछु। आमर दुर्बलता काहाकू देखा न जाऊ बोली आमे एते यत्नवान होउछु। किंतु आत्मिक जीवन उल्लंघता पाई आमे केते लोक प्रार्थना करूछु। दाऊद निजे प्रार्थना करी कहिले, प्रभु मोर अंतकरण को देखंतु, जदि मो मध्यरे कौनसी अवशिष्ट मृत कर्म अछि मते सेथिरु परिष्कार करंतु, मते अनंत पथरे कढ़ाई नियंतु। आज आमे केते लोक अछु आमे प्रार्थना करी कहूछु, प्रभु मते परिष्कार करंतु, मो भितर काले किछि पाप अछि, शैतान पई काले मु किछि द्वार उन्मुक्त रखिछि, मते दया करी देखंतु, परीक्षा करंतु, मते परिष्कार करंतु बोली केते लोक आमे प्रार्थना करूछु। आमे अनेक समय गीत गाई थाउ। गीत संहिता 42 पर्व 1 पद को कहि थाउ, हरिणी जेपरि जलधारा पे धकाए, हे प्रभु मोर प्राण तुम पे धकाउ अछि। एहे वाक्यर अर्थ कौन? हरिणी कहूची, प्रभु मु जल बिना बंची पारिबि नाही। विश्वासी कहवा कथा, मु प्रभु जीशुଙ୍କ बिना बंची पारिबि नाही। आमे केते लोक प्रार्थना करी कहूछु, प्रभु आपनक बिना मु बंची पारिबि नाही। प्रभु सकाळ गला, संध्या आसिला, संध्या जे राति नइला, आज दिन रे किछि रिविलेशन पाइली नाही, आज दिन रे आपण मते किछि कथा कहि नांती, प्रभु मते कथा कोंद बोली आज केते लोक आमे बिछड़ा तिंतौछु। आज्ञा जहाँ प्रार्थना करबा कथा ताहा आमे प्रार्थना करूनु। तेणु करी हमको पवित्र आत्मा दिया छै, से एटलिस्ट हम पे प्रार्थना करूछन बोली आमे टिके दया अनुग्रह पाई जाउछु। जेहेतु मु आज कहूची जे आमान प्रार्थना करी आसे नहीं, गोटे दृष्टांत मध्य देबी। आमे एरी जेते लोक आज प्रभुଙ୍କ वाक्य सुनुछु, आमे समस्त गोटे विषय एक्सपीरियंस करछु, दैट इज कॉल्ड एंगरनेस, क्रोध। जानती क्रोध विषय बाइबल कौन कहे? हितोपदेश पुस्तक 29 पर्व तार 22 पद। जी भी पाउछन्ति टिके शीघ्र शीघ्र बाहर करंतु, कारण समय अल्प अछि। एटलिस्ट मु भाबुची समस्त आपण माने बाइबल धरिकी बसचंती। क्रोधी लोक विवाद जन्माए, पुणी रागान्ध लोक बहुत अधर्म करे। क्रोधी लोक विवाद जात करे और रागान्ध लोक बहुत कौन करे? अधर्म करे, अधर्म करे। एणु करी जो मानक मध्य आज भी क्रोध अछि ना आज्ञा, से माने शैतान पे सुजोग खोली की बसचंती। सेदिमे गीत संहिता 37 पर्व तार 8 पदरे लिखा जाए, क्रोधरु क्षांत हुआ और कोप त्याग कर, आपना को विरक्त कर नहीं, ताहा केवल दुष्कर्म करबा को प्रवर्ताए।
କ୍ରୋଧ କେବଳ ଦୁଷ୍କର୍ମ କରିବାକୁ ପ୍ରବର୍ତ୍ତାଏ, ପାପ କରିବାକୁ ପ୍ରବର୍ତ୍ତାଏ। ତାମାନେ ଯୋଉ ଲୋକ ରାଗିଲା, ଶୈତାନ ଆସି ପହଞ୍ଚିଗଲା, ବାବୁରେ ଛାଡ଼ିବୁ ନାହିଁ, ପିଟି ପକା, ମାରି ପକା, ଯାହା ହବ ଦେଖିବା, ପଛେ 10 ବର୍ଷ ଜେଲରେ ବସିବୁ। ଆପଣ ଭାବନ୍ତୁ ତ, ବାଇବଲରେ କେତେ ସୁନ୍ଦର ଦୃଷ୍ଟାନ୍ତ ଦେଖାଯାଇଛି କଇନ ହେବଲ ବିଷୟରେ। ପରମେଶ୍ୱର ପ୍ରଭୁ ହେବଲର ନୈବେଦ୍ୟକୁ ଗ୍ରହଣ କରିଛନ୍ତି, କଇନକୁ ଅଗ୍ରାହ୍ୟ କରିଛନ୍ତି, କିନ୍ତୁ ବାକ୍ୟରେ ଲେଖା ହେଉଛି ପ୍ରଭୁ କଇନ ସହିତ ଯାଇ କଥା ହେଉଛନ୍ତି, ତାକୁ ଶିକ୍ଷା ଦେଉଛନ୍ତି, କହୁଛନ୍ତି ବାବୁରେ ତୁ କାହିଁକି କ୍ରୋଧ କରୁଅଛୁ, କାହିଁକି ଅଧମୁଖ ହେଉଅଛୁ, ସତ୍କର୍ମ କଲେ କି ତୁ ଊର୍ଦ୍ଧ୍ୱମୁଖୀ ହେବୁ ନାହିଁ। ପ୍ରଭୁ ଶିକ୍ଷା ଦେଲେ, ତଥାପି ଯାଇ ନିଜ ଭାଇକୁ ମାରି ପକେଇଲା। କ୍ରୋଧ ଅଧର୍ମ କରିବାକୁ ବ୍ୟାକୁଳ କରିବ ଆଜ୍ଞା। ପ୍ରାଣ ବିଚଳିତ ହେବ, କେମିତି ମୁଁ ପାପ କରିଦେବି, କାରଣ ମୁଁ ରାଗିଛି, ମୋର କିଛି ହୋସ ନାହିଁ, କାରଣ ଶୈତାନ ମୋତେ ଅକ୍ତିଆର କରି ନେଇଛି। ମୁଁ ଆପଣ ପ୍ରତ୍ୟେକ ଜଣଙ୍କୁ କହିବାକୁ ଚାହେଁ, ଶୟତାନର ଯୋଜନା ପରିକଳ୍ପନା ସକଳକୁ ଚିହ୍ନନ୍ତୁ, ଶୟତାନ ପ୍ରତିବାଧା କରନ୍ତୁ। କାରଣ ବାକ୍ୟରେ ଲେଖାଯାଏ 2 କରନ୍ଥୀୟ ତାର 2 ପର୍ବ ଆଉ 11 ପଦରେ, ଯେପରି ଶୟତାନ ଆମମାନଙ୍କର ଅପକାର କରିବାକୁ ସୁଯୋଗ ପ୍ରାପ୍ତ ନ ହୁଏ, କାରଣ ଆମ୍ଭେମାନେ ତାର ସମସ୍ତ କଳ୍ପନା ସମ୍ବନ୍ଧରେ ଅଜ୍ଞ ନୋହୁଁ। ଯେଉଁମାନେ ଶୟତାନ କଳ୍ପନାକୁ ବୁଝି ଯାଇଛନ୍ତି, ସେମାନଙ୍କର ଶୟତାନ କିଛି କ୍ଷତି କରିପାରିବ ନାହିଁ। କିନ୍ତୁ ଯେଉଁମାନେ ଶୟତାନ କଳ୍ପନା ବୁଝନ୍ତି ନାହିଁ, ଶୟତାନର ଇଚ୍ଛାରେ ଚାଲନ୍ତି, ବିଶ୍ୱାସ କରନ୍ତୁ, ଦିନ ଆସୁଛି ପ୍ରଭୁ ଯୀଶୁଙ୍କ ବାକ୍ୟ ପ୍ରମାଣେ ଶୟତାନ ଯୋଉଠି ରହିବ, ତାର ସଂକଳ୍ପକୁ ନ ବୁଝିଥିବା ଲୋକମାନେ ମଧ୍ୟ ସେଇଠି ରହିବେ। ଆମମାନେ ଭାବୁଥିବା ଯେ ମୁଁ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବି, କିନ୍ତୁ ଅନଫର୍ଚୁନେଟଲି ଈଶ୍ୱରଙ୍କ ରାଜ୍ୟରେ ଆମମାନଙ୍କ ସ୍ଥାନ ହିଁ ନଥିବ। ସେଥିପାଇଁ ବାଇବଲ ବାରମ୍ବାର ଶିକ୍ଷା ଦିଏ, ପବିତ୍ର ଆତ୍ମାରେ ପ୍ରାର୍ଥନା କର। କାରଣ କ'ଣ ପ୍ରାର୍ଥନା କରିବାକୁ ଅଛି, ସେହି ପବିତ୍ର ଆତ୍ମା ଆମମାନଙ୍କୁ ଶିଖେଇ ଦିଅନ୍ତି। ସେ ନିଜେ ଆମ ପାଇଁ ପ୍ରାର୍ଥନା କରନ୍ତି। ପ୍ରଭୁ ଯୀଶୁ କହିଲେ, ସେ ଆସିଲେ ତୁମମାନଙ୍କୁ ସତ୍ୟରେ ପ୍ରବେଶ କରାଇବେ, ସେ ହିଁ ଆମମାନଙ୍କୁ ଶୟତାନ ଚାତୁରାଇ ସବୁ ବୁଝେଇ ଦେଇପାରିବେ। କିନ୍ତୁ ମୁଁ ଯେପରି କହିଲି, ବାକ୍ୟରେ ଯେପରି ଲେଖାଯାଏ, ଆମମାନଙ୍କୁ ପ୍ରାର୍ଥନା କରି ଆସେ ନାହିଁ, କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ, ମାଗ ସେଥିରେ ଦିଆଯିବ, ପୁଣି ଯେଉଁ ଈଶ୍ୱର ଆତ୍ମା ଦାନ କରନ୍ତି, ଯେବେ ତୁମେମାନେ ତାହାଙ୍କୁ ମାଗିବ, ସେ ତୁମମାନଙ୍କୁ କେତେ ଅଧିକ ନ ପବିତ୍ର ଆତ୍ମା ଦେବେ। ଆଜି ମାଗି ନ ଆଜ୍ଞା ଆମେ ପବିତ୍ର ଆତ୍ମା। ଜାଣନ୍ତି, ଜଣେ ବ୍ୟକ୍ତି ପବିତ୍ର ଆତ୍ମା ପ୍ରାପ୍ତ ବୋଲି ତାର ଆଟଲିଷ୍ଟ 2ଟା ଚିହ୍ନ ଅଛି, ଆଟଲିଷ୍ଟ ସବୁଠୁ କମରେ। ଆଉ ଏଇ 2ଟି ଚିହ୍ନ ଏମିତି ଚିହ୍ନ ଯାହା ଅନ୍ୟମାନଙ୍କ ଠାରେ ଦେଖାଯିବ ନାହିଁ। ଅନ୍ୟମାନଙ୍କ ଠାରେ କହିଲେ, ଶୟତାନର ବି ଆତ୍ମା ଅଛି, ଶୟତାନର ଆତ୍ମା ବି ପରଭାଷା କହେ, ଶୟତାନର ଆତ୍ମା ବି ଭାବବାଣୀ କହେ, ହୁଏ। କିନ୍ତୁ ପବିତ୍ର ଆତ୍ମା ପ୍ରାପ୍ତ ଲୋକଙ୍କର 2ଟି ଚିହ୍ନ ଅଛି, ଯାହା ଶୟତାନ ଠାରୁ ଆଗତ ଆତ୍ମା ଠାରେ ଦେଖାଯିବ ନାହିଁ। ପ୍ରଥମ କଥା, ରୋମିଓ ପୁସ୍ତକ 5 ପର୍ବ 5 ପଦ ଲେଖାଯାଏ, ସେହି ଆତ୍ମାଙ୍କ ଦ୍ୱାରା ଆମମାନଙ୍କ ହୃଦୟରେ ଈଶ୍ୱରଙ୍କ ପ୍ରେମ ପରିବ୍ୟାପ୍ତ ହେଉଅଛି। ଅତଏବ ଯେଉଁ ବ୍ୟକ୍ତିଠାରେ ପବିତ୍ର ଆତ୍ମା ଅଧିଷ୍ଠାନ କରିବେ, ସେ ପ୍ରଭୁଙ୍କୁ ଏମିତି ପ୍ରେମ କରିବ ଯେ ପ୍ରତି ମୁହୂର୍ତ୍ତରେ, ପ୍ରତି ଅବସ୍ଥାରେ ସେ ପ୍ରଭୁଙ୍କ ଉପସ୍ଥିତିକୁ ଖୋଜୁଥିବ, ସେ ପ୍ରଭୁଙ୍କ ପାଇଁ ବଞ୍ଚୁଥିବ। ପିତର ଯୋହନଙ୍କ ଠାରେ ସେହି ଆତ୍ମା ଥିବା ହେତୁ ଯେତେବେଳେ ସେମାନେ ପ୍ରହାରିତ ହେଉଛନ୍ତି, ସେମାନେ କାନ୍ଦୁନାହାନ୍ତି ଆଜ୍ଞା, ସେମାନେ ଆନନ୍ଦ କରି କରି ଯାଉଛନ୍ତି, ଯାହା ହଉ ଆଜି ଆମେ ସେହି ନାମ ପାଇଁ ଟିକେ ପ୍ରହାରିତ ହେଲୁ, ତାଡ଼ିତ ହେଲୁ, ପ୍ରଭୁଙ୍କ ନାମକୁ ଗୌରବ ଦେଉଛନ୍ତି। ଦ୍ୱିତୀୟ ଚିହ୍ନ, ପ୍ରେରିତ ପୁସ୍ତକ 10 ପର୍ବରେ ଲେଖାଯାଏ, ତେବେ ପିତରଙ୍କ ବାକ୍ୟ ଶୁଣି କର୍ଣ୍ଣଲିୟ, ତାଙ୍କ ପରିବାର ଆଉ ତାଙ୍କ ପ୍ରିୟଜନମାନେ ପରିତ୍ରାଣ ପାଉଛନ୍ତି, ସେମାନଙ୍କଠାରେ ପବିତ୍ର ଆତ୍ମା ଅଧିଷ୍ଠାନ କରୁଛନ୍ତି। ଆଉ ପିତର କହୁଛନ୍ତି, ଏହି ଲୋକମାନେ ଅନେକ ଭାଷାରେ କଥା କହୁଅଛନ୍ତି ଓ ଆମମାନଙ୍କ ପ୍ରଭୁଙ୍କ ପ୍ରଶଂସା କରୁଅଛନ୍ତି। ଜଣେ ପବିତ୍ର ଆତ୍ମା ପ୍ରାପ୍ତ ଲୋକ ସବୁ ଅବସ୍ଥାରେ ପ୍ରଭୁଙ୍କ ପ୍ରଶଂସା କରୁଥିବ। ସେଥିପାଇଁ ଆମେ ଦେଖିଲୁ
ପାଉଲ ଆଉ ସିଲା କାରାଗାରରେ ଅଛନ୍ତି, ହରିକାଠରେ ବନ୍ଧା ହେଇଛନ୍ତି, ପ୍ରହାରିତ ହେଇଛନ୍ତି, ତଥାପି ବି ଯେତିକି ବଳ ଅଛି ସେତିକିରେ ଗୁଣୁ ଗୁଣୁ ହେଇ ଈଶ୍ୱରଙ୍କ ସ୍ତବ ଗାନ କରୁଛନ୍ତି। ଖାଲି ପଦପର୍ବ ଘୋଷି କହିଦେଲେ ହବ ନାହିଁ। କି ଦୁର୍ଭିକ୍ଷ, କି କ୍ଲେଶ, କି ତାଡ଼ନା, କି ଉଲ୍ଲଙ୍ଗତା ଆମକୁ ଖ୍ରୀଷ୍ଟଙ୍କ ପ୍ରେମରୁ ବିଭିନ୍ନ କରିପାରିବ? ଆଜ୍ଞା ଶୁଣନ୍ତୁ, ଗୋଟିଏ ଭ୍ରାନ୍ତିଜନକ ଶିକ୍ଷା ଆମମାନଙ୍କୁ ଖ୍ରୀଷ୍ଟଙ୍କ ଠାରୁ ବିଭିନ୍ନ କରିଦେଇପାରିବ। କିନ୍ତୁ ଯଦି ସେହି ସତ୍ୟମୟ ଆତ୍ମା ଅଛନ୍ତି, ତାହାଙ୍କ ଦ୍ୱାରା ଆମେ ପ୍ରତ୍ୟେକଟି ଭ୍ରାନ୍ତିଜନକ ଶିକ୍ଷାକୁ ଚିହ୍ନି ପାରିବା, ଜାଣିପାରିବା। ଦୀପ୍ତିମୟୀ ଦୂତର ବେଶ ଧାରଣ କରିଥିବା ଶୟତାନକୁ ଚିହ୍ନି ପାରିବା। ଆଉ ଶୟତାନର ସଂକଳ୍ପ ବୁଝିଥିବା ହେତୁ ସେ ଆମମାନଙ୍କର ଅପକାର କରିପାରିବ ନାହିଁ, ସେ ଆମମାନଙ୍କୁ ପାପ କରେଇ ପାରିବ ନାହିଁ, ସେ ଆମମାନଙ୍କୁ ବିନାଶର ପଥରେ ଚଲେଇ ନେଇପାରିବ ନାହିଁ। ଏଣୁକରି ମୁଁ କହିବି, କୁହନ୍ତୁ ନାହିଁ ଆଉ ଶୟତାନ ଭୁଲେଇ ଦେଲା। ପ୍ରଭୁଙ୍କ ଠାରେ ପ୍ରାର୍ଥନା କରି ଏତେ ଶକ୍ତିଯୁକ୍ତ ହେଉ ଯେ ଶୟତାନକୁ ଆମେ ଚିହ୍ନି ପାରୁଥିବା, ଆଉ ଏଫିସିୟ ପୁସ୍ତକ ଅନୁସାରେ ସମସ୍ତ ସ୍ୱର୍ଗୀୟ ସଜ୍ଜା ପରିଧାନ କରି ତାର ପ୍ରତିବାଧା କରୁଥିବା। କାରଣ ବାଇବଲ ଲେଖାଯାଏ, ତହିଁର ପ୍ରତିବାଧା କର, ତହିଁରେ ସେ ତୁମମାନଙ୍କୁ ଛାଡ଼ି ଚାଲିଯିବ। କିନ୍ତୁ ଯଦି ଚିହ୍ନି ପାରିବେ ନାହିଁ, ଜାଣି ରଖନ୍ତୁ, ପ୍ରଭୁ ଯୀଶୁ ନିଜେ କହିଲେ, ଶୟତାନ ଆସିଛି ଚୋରି କରିବା ପାଇଁ, ବଦ୍ଧ କରିବା ପାଇଁ, ବିନାଶ କରିବା ପାଇଁ। ଯେଉଁମାନେ ଶୟତାନ ପ୍ରତିବାଧା କରିପାରିବେ ନାହିଁ, ଜାଣନ୍ତୁ ଶୟତାନ ଯଦି ପ୍ରବେଶ କରିଗଲା, ସେମାନଙ୍କର ଆତ୍ମିକ ଜୀବନ ଇହ କାଳରେ ବି ବିନଷ୍ଟ, ପରକାଳରେ ବି ବିନଷ୍ଟ। ଏଣୁକରି ଯେପରି ଆମମାନେ କେହି ବିନଷ୍ଟ ନ ହେଉ, ଏଥିପାଇଁ ପ୍ରଭୁ ଆପଣାର ସତ୍ୟମୟ ଆତ୍ମାଙ୍କୁ ଦାନ କରିଅଛନ୍ତି। ଏଣୁକରି ଆସୁ ଆମମାନେ ପ୍ରାର୍ଥନାର ସହ ପ୍ରଭୁଙ୍କୁ କହୁ, ପ୍ରଭୁ ସେହି ସତ୍ୟମୟ ଆତ୍ମାରେ ଆମମାନଙ୍କୁ ପରିପୂର୍ଣ୍ଣ କରନ୍ତୁ। ପ୍ରଭୁ ଏହି ସମସ୍ତ ବାକ୍ୟରେ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।